ଯେମିତିକି ଆମେ ଆପଣମାନଙ୍କୁ ଆଗରୁ ମଧ୍ୟ କହି ରଖିଛୁ ଆମର ଏଇ ଡାଇରେକ୍ଟ ଡିଲ୍ ପ୍ରୋଜେକ୍ଟ ମାଧ୍ୟମରେ ଆମେ ଆପଣମାନଙ୍କ ସମ୍ମୁଖରେ ବିଭିନ୍ନ ବିଷୟବସ୍ତୁକୁ ଉପସ୍ଥାପନ କରିବା ସହ ଏହି ଜିଲ୍ଲାର ଥିବା କଳା ସାହିତ୍ୟ ସଂସ୍କୃତି ମଧ୍ୟରେ ଥିବା କଳାକାରଙ୍କୁ ଆମେ ଆପଣଙ୍କ ସମ୍ମୁଖରେ ଉପସ୍ଥାପନ କରିବୁ ଏବଂ ଆମର এই ଡାଇରେକ୍ଟ ଡିଲ୍ ପ୍ରୋଜେକ୍ଟର ମୁଖ୍ୟ ଉଦ୍ଦେଶ୍ୟ ଏଇଆ ରହିଛି। ତ ମୁଁ ଏଠି ଆପଣମାନଙ୍କୁ ନିବେଦନ କରିବି ଆପଣ এই আমার পেজକୁ লাইକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଏବଂ ସବୁଠୁ ଜରୁରୀ ହେଲା ଆପଣଙ୍କ ନିଜର ସଞ୍ଚିତ ମତାମତ ଆମକୁ ଦିଅନ୍ତୁ। ଧନ୍ୟବାଦ, ନମସ୍କାର। ଗୋବଂଶ ବଞ୍ଚିଲେ ସୃଷ୍ଟି ବଞ୍ଚିବ। ଗୋବଂଶ ହିଁ ସୃଷ୍ଟିର ସଂରକ୍ଷକ। କ୍ଷୀରର ଅବଦାନ ଆମ ସମସ୍ତଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି। ହେଲେ ଆମେ ସମସ୍ତେ କାର୍ଯ୍ୟ ବ୍ୟସ୍ତତାରେ ଏତେ ମସଗୁଲ ରହିଯାଉଛୁ ଯେ ବାଲ୍ୟାବସ୍ଥାରୁ ଆରମ୍ଭ ହୋଇ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଆମକୁ ଖୋରାକ ଯୋଗାଉଥିବା ମହତ୍ୱପୂର୍ଣ୍ଣ ଶ୍ୱେତଶ୍ଵେତ ଅର୍ଥାତ୍ ଦୁଗ୍ଧ ଉତ୍ପାଦନକୁ ଭୁଲି ଯାଉଛୁ। କିନ୍ତୁ ଆପଣମାନେ ଜାଣିଛନ୍ତି ଏହି ଅଞ୍ଚଳ ଦାଦନ ପ୍ରବଣ ତଥା ଅନୁନ୍ନତ ଜିଲ୍ଲା। ହେଲେ ଏହି ଦାଦନ ତଥା ଅନୁନ୍ନତ ଜିଲ୍ଲା ଏବେ ରୋଜଗାରକ୍ଷମ ହୋଇ ନିଜର ପରିଚୟ ଦେବାରେ ତତ୍ପରତା ଦେଖାଇଛି। ଯେଉଁଥିରେ ଦୂରେଇ ଜିଲ୍ଲା, ସିନ୍ଧେଇ ଜିଲ୍ଲା ଓ କପରାଖୁଣ୍ଡର ଶତାଧିକ ମହିଳା ଏବେ ରୋଜଗାରକ୍ଷମ ହୋଇଛନ୍ତି। ଗୋଟିଏ ସମୟ ଥିଲା ଏହି ମହିଳାମାନେ ଅନ୍ୟଙ୍କୁ ଆଶ୍ରା କରୁଥିଲେ, କିନ୍ତୁ ଏବେ ଏମାନେ ରୋଜଗାରକ୍ଷମ ହୋଇ ସ୍ୱାଭିମାନୀ ରହିଛନ୍ତି ଏବଂ ଏହି ମହିଳାମାନେ ସ୍ୱାବଲମ୍ବୀ ସ୍ୱାଭିମାନ ସହ ସମ୍ମାନର ପାତ୍ର ପାଇଛନ୍ତି। ତେଣୁ ଆପଣମାନେ ଜାଣନ୍ତି ଓଡ଼ିଶାରେ ବେଶୀ କ୍ଷୀର ଉତ୍ପାଦନ କୋଉ ଜିଲ୍ଲାରେ ହୁଏ? ଆସନ୍ତୁ। ଦୁଗ୍ଧ କହିଲେ ଗୋଟେ ଯୋଉଟାକି ଆମେ ଅମୃତ ବୋଲି କହୁଛୁ, ସେଇଟା ଆମର ପ୍ରଥମେ ଲୋକଙ୍କର ଯେଉଁ ପୋଷକ ଦରକାର ନ୍ୟୁଟ୍ରିଏଣ୍ଟସ୍ ସେଥିରେ ବହୁତ ଦରକାର। ସେଥିରେ ଆମର ଯେଉଁ କହୁଛୁ ଗୋଟେ କମ୍ପ୍ଲିଟ୍ ଫୁଡ୍ କହୁଛୁ, ପୁରା ଟୋଟାଲ୍ ଫୁଡ୍ ହିସାବରେ ଆମେ ଦେଇପାରିବା। ଏମିତି କୌଣସି ଜିନିଷ ନାହିଁ ଯେଉଁଟା ଟୋଟାଲ୍ ଫୁଡ୍ ହିସାବରେ ଯାଏ। ମିଲ୍କରେ ସବୁ ଜିନିଷ ଅଛି, ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ମିନେରାଲ୍, ଯାହା ଯାହା ଦରକାର ଆମର ଶରୀର ପାଇଁ ସବୁ ଜିନିଷ ମିଲ୍କରେ ଆମେ ପାଇପାରିବା। ଦୁଗ୍ଧ କହିଲେ ଗୋଟେ ତ ପୋଷକରେ ଗଲା ଯେଉଁଟାକି କନଜ୍ୟୁମର ପଏଣ୍ଟ ଅଫ୍ ସାଇଟ୍ ହେଲା। ତାପରେ ଆମେ ଦେଖୁଛୁ ଦୁଗ୍ଧର ଯେଉଁଟା ଲାଇଭଲିହୁଡ୍ ସପୋର୍ଟ, ଲୋକମାନେ ଯେଉଁଗୁଡ଼ା ଦୁଗ୍ଧ ବିକ୍ରୟ କରିକି ବଞ୍ଚୁଛନ୍ତି, ଚାଷୀ ଫାର୍ମର୍ସ ପଏଣ୍ଟ ଅଫ୍ ଭ୍ୟୁରେ, ସେଇଟା ଦୁଗ୍ଧ ସମିତି କରିକି ସେମାନେ ଉଚିତ ମୂଲ୍ୟରେ ପଇସା ପାଉଛନ୍ତି। ଆଉ ଯେଉଁଟାକି ତାଙ୍କର ସୋସିଓ ଇକୋନୋମିକ୍ ଡେଭଲପମେଣ୍ଟ ହେଉଛି, ମାନେ ସାମାଜିକ ଉନ୍ନତି ସାଙ୍ଗେ ସାଙ୍ଗେ ଅର୍ଥନୈତିକ ଉନ୍ନତି ହେଉଛି। ଆନନ୍ଦିନୀ ସାହୁ, ଗାଁ ଜାମବାହାଲ, ବ୍ଲକ ପାଟନାଗଡ଼, ଜିଲ୍ଲା ବଲାଙ୍ଗୀର। ଜୟ ମାତା ଆମର ସୋସାଇଟିର ନାଁ ହେଉଛି କେତେ ଜଣ ଚାଷୀ ମିଶିକରି ଗୋଟିଏ ସୋସାଇଟି କରୁ। ସୋସାଇଟି କରବାର ଲାଗି করবার দ্বারা আমি পহলা 2018 অগস্ট 15 তারিখ দিন আরম্ভ কলু। সেতকি বেলকে আমার 40 লিটর গুরস 22-25 জন মেম্বর দেখিলু। এবে এইখান বড়ি বড়ি 100 ଅଧିକା ଚାଷୀ আমার গুরস দেলেন। ଲୋକଙ୍କର ଚାହିଦା ଦିନକୁ ଦିନ ବଢୁଛି, କନଜ୍ୟୁମର ପଏଣ୍ଟ ଅଫ୍ ଭ୍ୟୁରେ ଲୋକଙ୍କର ଚାହିଦା ବି ବଢୁଛି, ଆଉ ପ୍ରୋକ୍ୟୁରମେଣ୍ଟ ଉତ୍ପାଦନରେ ବି ଧୀରେ ଧୀରେ ବଢୁଛି। ଉତ୍ପାଦନରେ ବେଶୀ ବଢୁଛି, ଯେତିକି କନଜ୍ୟୁମର ପଏଣ୍ଟ ଅଫ୍ ଭ୍ୟୁରେ ନୁହେଁ, କିନ୍ତୁ ଉତ୍ପାଦନରେ ଆମ ଜିଲ୍ଲାରେ କହୁଛୁ ଦୁଗ୍ଧ ଚାଷୀଙ୍କ ସଂଖ୍ୟା ବଢିଛି, ଦୁଗ୍ଧ ପରିମାଣ ବଢିଛି, ଆଉ କନଜ୍ୟୁମର ବି ବଢୁଛନ୍ତି, କିନ୍ତୁ ସେଇ ରେଟ୍ରେ ପ୍ରଡକ୍ସନ୍ ବେଶୀ ହେଉଛି। 2012 ବେଳକୁ ଆମର ଦୁଗ୍ଧ ସଂଘ ଆମର ବଲାଙ୍ଗୀର, କଳାହାଣ୍ଡି ଆଉ ନୂଆପଡ଼ା ନେଇକରି 3ଟା ଜିଲ୍ଲା ନେଇକରି ଦୁଗ୍ଧ ସଂଘ ହେଇଛି। ସେତେବେଳକୁ ଯଦି ଦେଖାଯାଏ ଆମର ଯେଉଁ ପରିସଂଖ୍ୟାନ ଷ୍ଟାଟିଷ୍ଟିକ୍ସ, ସେଥିରେ 2012-13ରେ ଆମର 17,328 ଲିଟର ପର୍ ଡେ ଦୁଗ୍ଧ ଉତ୍ପାଦନ ହେଉଥିଲା। 2015-16ରେ 34,942 ଲିଟର ପ୍ରତିଦିନ ଉତ୍ପାଦନ ହେଉଛି, ଆଉ ବର୍ତ୍ତମାନ ତ 40,000 ଉପରେ ଗଲାଣି, 42,000 ପାଖାପାଖି। ମୋ ନାଁ ହିମାଦ୍ରୀ ବୁଢ଼େ, ଗାଁ ହେଉଛି ଜାମବାହାଲ, ପଞ୍ଚାୟତ ଯୋଗୀମୁଣ୍ଡା, ବ୍ଲକ ପାଟନାଗଡ଼, ଜିଲ୍ଲା ବଲାଙ୍ଗୀର। ଯୋଗୀମୁଣ୍ଡା ଦେଉଥିଲୁ ଯେ କମ୍ ରେଟ୍ରେ ଦେଉଥିଲୁ, 17 ଟଙ୍କା ପଡ଼ୁଥିଲା। ଏହା ତାମାନେ ଏ ସୋସାଇଟି ଥିଲା କି ଆମେ ଗୁରସ୍ ଦେଉଛୁଁ, ଭଲ କରି ପଇସା ବି ପାଉଛୁଁ। 2012-13ରୁ ଦେଖିବେ 17,300ରୁ ପାଖାପାଖି 40,000 କେତେ ହେଇଯାଇଛି। କମିବାଟା କିଛି ନୁହଁ। ଯେତେବେଳେ ଦୁଗ୍ଧ ସଂଘ ଆରମ୍ଭ ହେଇଥିଲା 2006 ମସିହାରେ ଆରମ୍ଭ ହେଇଥିଲା, ପ୍ରଥମ କରି ଯେତେବେଳେ କୋପରେଟିଭ୍ ମୁଭମେଣ୍ଟ ହୁଏ ଡାଇରୀ ସେକ୍ଟରରେ, ତ ଲୋକଙ୍କୁ ଏ ବିଷୟରେ ଜଣାଇବାକୁ ପଡ଼େ। ବହୁତ ଗୁଡ଼ିଏ ଜିନିଷ ଥାଏ, ଯେମିତିକି ଲୋକଙ୍କର ବିଶ୍ୱାସ ଭାଜନ ହେବାକୁ ପଡ଼ିବ, ତାଙ୍କୁ ଠିକ୍ସେ ପଇସା ଦେବାକୁ ପଡ଼ିବ, ତାଙ୍କର ଗାଈ ଆଉ ଯେତେ ଡାଇରୀ ଆନିମାଲ୍ସ ଅଛନ୍ତି ତାଙ୍କର ସେବା ଯତ୍ନ ନେବାକୁ ପଡ଼ିବ। ତା ସାଙ୍ଗରେ ସେ ଯେତେବେଳେ ଜାଣିବେ କି ଏଗୁଡ଼ା ଠିକ୍ସେ ସୁଚାରୁ ରୂପେ ସମ୍ପାଦନ ହେଉଛି ଆଉ ଟ୍ରାନ୍ସପାରେନ୍ସି ରହୁଛି,
कैशलेस आम कर एकाउंट में पैसा पड़ू बहुत गुड़े फैक्टर आसला लोक गोटे विश्वास भाजना आसी कि ना कोऑपरेटिव मूवमेंट से सामिल होती धीरे धीरे नुह केते वर्ष हेल्ला बहुत जल्दी ही यहाँ गोटे दृष्टांत भी अन्य आम तो ये बलांगीर कलाहांडी और नूआपड़ा नहीं 3टा जिले नहीं कम करूँ बेसी ग्रोथ रही है बलांगीर जिले में नूतन नहीं आम सब मुड़ीबाहाल खपराखोल टिटलागढ़ कतरकेला ये सब जिन गुड़ाक सब बहुत महाप्रबण आ बाहर को भी खटी जाते जोटा कि दादन समस्या बेसी होता से जगह में फोकस बेसिस नहीं सफल भी हो इंडिविजुअल जगह में बल्क मिल कूलर कर जगह से लोक मैंने सहज बिक्री करके अकाउंट में पैसा पाई तो से आहरी बहुत शीघ्र पड़े बहिना भी नुआ योजना सब चली तो आहरी से ग्रामांचल स्तर प्रसार कर ध्यान आगे तो से आरंभ ही नाला यही 2 वर्ष 3 वर्ष आम से आरंभ करूँ पूरा ट्रायल एंड बैरल लैंड लेकिन दुग्ध उत्पादन गोटे कौन कि गाई रखिए दुहाणिया गाई रखिए जाकि सरप्लस दुग्ध हेल्ले जाकि बिक्री करेंगे तो से बर्तमान आगर बोधे से स्थिति नाला ये 2-3 वर्ष से आहरी बढ़ुचे लोक मैंने बहुत गाई रखा आदत होती प्राय मुझे पर्सनाली देखुची जो विजिट जाऊँगी जो जगह 2-3टा गाई जन रखु से आधार गला 4-5टा गाई रखिला मैंने यू जना पड़ी कि गाई रखिक ठीक लाभटा पाँच चाष भी कर मो ग्राम भालडुंगरी थाना खपराखोल जिला बलांगीर गाना ओमफेड थ्रू सोसाइटी खुला सोसाइटी से गायर गुरस देला मुझे 7-8 फट गाय आनली और बर्तमान मोर 40-50 लिटर गुरस होचे सर्वे तो जना पड़ा गत थर मुरीबार लोक सर्वे करूँ से पाखापाखि 2,500-3,000 लोक जो गुड़ा कि अन्य डिपेंडेंट करते पूरा टोटाल डायरी पर ही निर्भर कर गाई चाष कर बंचुं बर्तमान यहाँ जहाँ भी लोक गोटे सहयोग रही है आम लोक जो कमटा करूँ दुग्ध उत्पादन ठीक हिसाब से करूँ आशा कर मैंने जो प्रॉपर वे चैनलाइज होमर कर्मचारी तापर आसिले आम दुग्ध चाषी नेता वेटनरी डिपार्टमेंट जिते सब गोटे कमन गोल में काम करें अन्य जिला अपेक्षा आम सक्सेस रेटा अधिका आगे को आशा करूँ जमी 40-50 हज़ार पाखापाखि आम दुग्ध उत्पादन होती है वर्ष 1.5 वर्ष भर केमी 1 लाख लिटर ऊपर जी से चिंताधारा कर डायरेक्टली अकाउंट में पड़ा अधिक लाभ पाइबे। प्रिय मुख्यमंत्री श्रीयुक्त नवीन पट्टनायक